ଦେଖନ୍ତୁ ଆପଣଙ୍କର ଦି ପ୍ରକାର କାଲକୁଲେସନ ଆପଣଙ୍କର ମନେ ଥିବ ନୂଆପଡାରେ କେତେ ଭୋଟିଂ ହେଲା ସେଟା କଣ ସରକାରଙ୍କ ବିରୋଧରେ ଗଲା ସବୁ ବହୁତ ଭୋଟିଂ ଟା ସରକାରଙ୍କ ବିରୋଧରେ ଯିବ ବୋଲି ମାନେ ନାହିଁ କାହିଁକି ପଶ୍ଚିମବଙ୍ଗରେ ଭୋଟ ହାର ବଢିଲା ପ୍ରଥମେ ହଉଛି ଆପଣ ଦେଖିବେ ମଲା ଗଲା ହଜିଲା ଯୋଉ ଯୋଉଟା ଫେକ୍ ଭୋଟର କିମ୍ବା ପାଞ୍ଚ ପାଞ୍ଚ ଜାଗାରେ ଉଠିଥିବେ ଅନେକ ଜାଗାରେ ଭୋଟ ଦିଅନ୍ତିନି ସେମାନଙ୍କର ଏକାଳେ କଟିଗଲା ପୂର୍ବରୁ ମଧ୍ୟ ସେମାନଙ୍କର ସଂଖ୍ୟା ହଉଛି ପାଖାପାଖି 10% ଭୋଟର ଅଲରେଡି କଟି ଯାଇଛନ୍ତି ମାନେ ଆପଣ ଗାଁରେ ବି ଦେଖିବେ ପଞ୍ଚାୟତ ମାନଙ୍କରେ ଯଦି ଗାଁରେ 3000 ଭୋଟର ଥିବେ ତା ଦେହରୁ 200 300 ଲୋକ ମୃତ୍ୟୁ ଆଉ କିଛି ଲୋକ ଗାଁରେ ଛାଡିକି ଅନ୍ୟ ଜାଗାରେ ସେମାନଙ୍କର ଭୋଟର ଆଇଡି ସରଫରେ କଟାକଟି ହେଇନଥାଏ କିନ୍ତୁ ଯେତେବେଳେ ଯୋଉଥିପାଇଁ 25 କି 26 ଭୋଟିଂ ହୁଏ କିନ୍ତୁ ଏବେ କଣ ସେ ଜାଗାରେ 2800 ମାନେ ପାଖାପାଖି 3700 ଭୋଟିଂ ହେଇଯାଏ ତେଣୁ ଠିକ ସେଇଭଳି ଭାବରେ ପଞ୍ଚାୟତ ଯୋଉ ପଶ୍ଚିମବଙ୍ଗ ନିର୍ବାଚନରେ 10% ଭୋଟର କଟିଗଲେ ଆଗରୁ ମଧ୍ୟ ସେମାନଙ୍କର 82% ଭୋଟିଂ ହଉଥିଲା ଏ ଯୋଉ 10% ପୁରା କଟିଗଲେ ତାମାନେ ନିରୁତା ଭୋଟର ରହିଲେ ଏବଂ ଆଉ ଗୋଟେ କଥା ଲକ୍ଷ୍ୟ ରଖିବେ ଭାରତୀୟ ଜନତା ପାର୍ଟି ଆଉ ବାମପନ୍ଥୀଙ୍କ ମଧ୍ୟରେ ଗୋଟିଏ ଏ ଯୋଉ ଭାଜପା ମଧ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ଗୋଟେ ଜୋରଦାର ଲଢେଇ ଚାଲିଛି ତେଣୁ ବିଜେପି ଆଉ ଟିଏମସି ମଧ୍ୟରେ ଯେତେବେଳେ ଜୋରଦାର ଲଢେଇ ଚାଲିଛି ସେମାନେ କଣ କରୁଛନ୍ତି ପ୍ରତି ବୁଥରେ ଯେମିତି ସବୁ ଲୋକ ଭୋଟ ଦେବାକୁ ଯିବେ ଖଣ୍ଡେ ଖଣ୍ଡେ ଭୋଟ ବି ମୂଲ୍ୟବାନ ତେଣୁ ସେମାନେ କଣ କରୁଛନ୍ତି ଭୋଟରଙ୍କୁ ଭିଡିକି ନେଇକି ବୁଥ ଭିତରକୁ ନଉଛନ୍ତି ତେଣୁ ସେଇ ଯୋଉ ଉଦ୍ୟମ ଫଳ ଯୋଗୁ ତାମାନେ ଗୋଟେ ବୁଥରେ ଅଞ୍ଚଳରେ ସମସ୍ତେ ପୁରା 100% 90% ଭୋଟିଂ ଟା ହଉଛି 10-15 ଜଣ କିଏ ଗୋଟେ ଛାଡିଦେଲେ ଆଉ ବାକି ସମସ୍ତେ ଭୋଟ ଦାନ କରିବାକୁ ଯାଉଛନ୍ତି ତେଣୁ ମୁଁ କହିବିନି ଗୋଟେ ଏସ୍ଆଇଆର ପରେ ସବୁବେଳେ ଭୋଟ ହାର ବଢିଛି ତେଣୁ କିଛି ଗୋଟେ ନୂଆ କଥା ନୁହେଁ ଆଉ ରହିଲା ଶାସକ ଦଳ ସପକ୍ଷରେ ଯିବ ନା ବିପକ୍ଷରେ ଯିବ ମମତା ବାନାର୍ଜୀ 15 ବର୍ଷ ଧରିକି ସରକାର ରହିଲେଣି ଆପଣ ଜାଣିଥିବେ ଯେତେବେଳେ ଲଗାତାର 10-15 ସରକାର ରହିଲେ ଗୋଟେ ଆଣ୍ଟି ଇନକମେନ୍ସି ହାୱାଟି ବହେ ଏବଂ ମମତା ବାନାର୍ଜୀଙ୍କ ପାଇଁ ଆଉ ଗୋଟେ ଟେନସନ କଣ କଂଗ୍ରେସ ବାମପନ୍ଥୀ ଯୋଉମାନେ ବିରୋଧ କରୁଛନ୍ତି ଭାରତୀୟ ଜନତା ପାର୍ଟି କି ସତ କିନ୍ତୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିରୋଧୀ ବିଜେପି ମମତା ବାନାର୍ଜୀଙ୍କ ବିରୋଧୀ କଂଗ୍ରେସ ମମତା ବାନାର୍ଜୀ ବିରୋଧୀ ବାମପନ୍ଥୀ ତେଣୁ ଏମିତି ହେଇପାରେ ଯୋଉ ଆପଣ କହୁଛନ୍ତି ସରକାରୀ ବିରୋଧୀ ହवा କିଛି ବିଜେପି କୁ ଯାଇପାରେ କିଛି କଂଗ୍ରେସ କୁ ଯାଇପାରେ କିଛି ବାମପନ୍ଥୀ ଯାଇପାରେ କିନ୍ତୁ ସରକାରୀ ବିରୋଧୀ ହବାର ଭୋଟ ଯଦି ସିଧାସଳଖ ଭାବରେ ମମତାଙ୍କ ବିରୋଧରେ ଅର୍ଥାତ୍ କେବଳ ଭାରତୀୟ ଜନତା ପାର୍ଟି କୁ ଯାଏ ତାହେଲେ ମମତା ବାନାର୍ଜୀ କ୍ଷତିଗ୍ରସ୍ତ ହେବେ କିନ୍ତୁ ପ୍ରେସିଡେନ୍ସି ଏରିଆରେ ଯୋଉ 111 ଆସନ ରହିଛି ସେଠି ମମତା ବାନାର୍ଜୀଙ୍କର ଦବଦବା ରହିଛି ଗତ 2024 ନିର୍ବାଚନରେ ବି ପାଖାପାଖି 90ଟି ଆସେମ୍ବଲି ସିଟ୍ରେ ସେମାନେ ଆଗେଇଥିଲେ ଯେତେବେଳେ ଭାରତୀୟ ଜନତା ପାର୍ଟି 10-15ଟାରେ ସୀମିତ ରହିଥିଲା ଯଦି ପ୍ରେସିଡେନ୍ସି ଇଲାକାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରେ ତାହେଲେ ମମତା ବାନାର୍ଜୀ ହାରିବା ନିଶ୍ଚିତ କିନ୍ତୁ ଯଦି ପ୍ରେସିଡେନ୍ସି ଇଲାକାରେ ତୃଣମୂଳ କଂଗ୍ରେସ ବା ମମତା ବାନାର୍ଜୀ ପୂର୍ବ ସଫଳତା ଦୋହରାନ୍ତି ବା ସେଞ୍ଚୁରୀ ମାରନ୍ତି ତାହେଲେ ପୁଣି ଥରେ କ୍ଷମତାର ଚୌକା ମାନେ 3 ଥର ଜିତିଛନ୍ତି ଆଉ ଗୋଟେ ଥର ଜିତି କ୍ଷମତାର ଚୌକା ମାରିପାରିବେ ଅମିତ ଶାହ ଓଡିଶା ନିର୍ବାଚନରେ ଆପଣ ଦେଖିବେ 2019 ବେଳେ ଯେତେବେଳେ କୁହାଯାଇଥିଲା ମିଶନ 120 ପଦ୍ମ ଆସୁଛି ଫୁଟି ଫୁଟି ସେତେବେଳେ କହିଲେ ଅମିତ ଶାହ ଯେ ଆମର ହେଇସାରିଲାଣି ଆମେ ଜିତି ସାରିଲୁ କିନ୍ତୁ ଫଳାଫଳ କଣ ସେୟା ହେଲା ସେମାନେ କହନ୍ତି କଣ କି ଗୋଟେ ନେତାର କନଫିଡେନ୍ସ ବି ଭୋଟର ମାନଙ୍କୁ ପ୍ରଭାବିତ କରେ ତେଣୁ ମାନେ ଅମିତ ଶାହ ତାଙ୍କର କନଫିଡେନ୍ସ ଟା ଶୋ କରିଛନ୍ତି ଯାହାଫଳରେ ଅନ୍ୟମାନେ କହିଲେ ଅମିତ ଶାହ କହୁଛନ୍ତି ମାନେ କିଛି ଗୋଟେ ଖେଳ ହେଇଛି ଜିତିଯିବ କି ତେଣୁ ନେକ୍ସଟ ଫେଜ ଭୋଟ ଟା ଟିକେ ଚହଲିବ ବୋଲି ଅମିତ ଶାହ ଏମିତି କହିଛନ୍ତି ନହେଲେ ସେମିତି ସ୍ଥିତି ନାହିଁ।